ନମ୍ବର 1 କାଳବୈଶାଖୀ ସତର୍କତା। ଉପକୂଳ ଆଉ ଉତ୍ତର ଓଡ଼ିଶାରେ ବର୍ଷା ନେଇ ସତର୍କତା ସୂଚନା। ରାଜ୍ୟରେ କଳବଳ କରିବ କାଳବୈଶାଖୀ। 24ରୁ 28 ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି। ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହେଲେ ତୁରନ୍ତ ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 2 ଗ୍ରୀଷ୍ମ ପ୍ରବାହ ଗାଇଡଲାଇନ୍। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶ୍ରମିକଙ୍କ ଖରାରେ କାମ କରିବା ଉପରେ ଲାଗିଲା କଟକଣା। ଅଂଶୁଘାତକୁ ଦୃଷ୍ଟିରେ ରଖି ଏହି କଟକଣା ଏପ୍ରିଲ 1ରୁ ଜୁନ 15 ପର୍ଯ୍ୟନ୍ତ ଲାଗୁ ହେବ। ପ୍ରତିଦିନ ପୂର୍ବାହ୍ନ 11ଟାରୁ ଦିନ ଅପରାହ୍ନ 3ଟା ଯାଏଁ କାମରେ ନ ଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 3 ଆସନ୍ତା ମେରେ ହେବ ଓଟିଇଟି ପରୀକ୍ଷା। ମେ 29ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି। ଏନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ www.bseodisha.nic.in ରେ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପ୍ରଯୁକ୍ତ ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ, ପାଠ୍ୟକ୍ରମ ଏବଂ ନିରନ୍ତର ପ୍ରମାଣପତ୍ର ପାଇଁ ଫର୍ମାଟ ସମ୍ବଳିତ ନିର୍ଦ୍ଦେଶାବଳୀ www.bseodisha.ac.in ୱେବସାଇଟରେ ଉପଲବ୍ଧ। ଆଶାୟୀ ଏଠାରୁ ସବିଶେଷ ତଥ୍ୟ ହାସଲ କରି ଆବେଦନ କରିପାରିବେ। ଓଟିଇଟି 2024 ପେପର 1 ସକାଳ 9ଟାରୁ 11ଟା 30 ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ପେପର 2 ଅପରାହ୍ନ 2ଟାରୁ 4ଟା 30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନମ୍ବର 4 ଆଜିଠୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା ଭଡ଼ା। ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରୁ କେପିଂ ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ଗତ ଡିସେମ୍ବର ମାସରେ ଇଣ୍ଡିଗୋ ବିମାନ ସେବାରେ ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁଁ ଯାତ୍ରୀଙ୍କୁ ଶୋଷଣରୁ ରକ୍ଷା ପାଇଁ ସରକାର ସର୍ବାଧିକ ଭଡ଼ା 8,000 ସୀମିତ ରଖିଥିଲେ। ବର୍ତ୍ତମାନ ପଶ୍ଚିମ ଏସୀୟ ସଂଘର୍ଷ, ଇନ୍ଧନ ମୂଲ୍ୟ ବୃଦ୍ଧି ଓ ବିମାନ କମ୍ପାନୀଗୁଡ଼ିକର ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି କଟକଣା ପ୍ରତ୍ୟାହାର କରିଛନ୍ତି। ଫଳରେ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଯଦିଓ ଭଡ଼ା କଟକଣା ଉଠାଇ ଦିଆଯାଇଛି, ମନ୍ତ୍ରଣାଳୟ ପକ୍ଷରୁ ମନଇଚ୍ଛା ଭଡ଼ା ଆଦାୟ କରିବା ବିରୁଦ୍ଧରେ ବିମାନ କମ୍ପାନୀଗୁଡ଼ିକୁ ଚେତାବନୀ ଦିଆଯାଇଛି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିମାନଗୁଡ଼ିକ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ଯୁକ୍ତିଯୁକ୍ତ ଓ ସ୍ୱଚ୍ଛ ଭଡ଼ା ବଜାୟ ରଖିବାକୁ ପଡ଼ିବ। ପର୍ବପର୍ବାଣି, ଅଧିକ ଚାହିଦା କିମ୍ବା ଜରୁରୀକାଳୀନ ପରିସ୍ଥିତି ସମୟରେ ଅତ୍ୟଧିକ ଭଡ଼ା ବୃଦ୍ଧିକୁ ବରଦାସ୍ତ କରାଯିବ ନାହିଁ। ନମ୍ବର 5 ରାଜ୍ୟରେ ନାହିଁ ଗ୍ୟାସ୍ ସଂକଟ। ଆଜିଠୁ ହୋଟେଲ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍ ଦିଆଯିବ। ଯୋଗାଣ ମନ୍ତ୍ରୀ। ରାଜ୍ୟରେ ଗ୍ୟାସ୍ ସଂକଟ ନାହିଁ, ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରାମର୍ଶ। ରାଜ୍ୟରେ 14,000 ଘରୋଇ ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରହିଛି। ହୋଟେଲ ମାନଙ୍କୁ ଗ୍ୟାସ୍ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। କଳାବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି। ଆଜିଠାରୁ ହୋଟେଲ, ରେଷ୍ଟୁରାଣ୍ଟ ଗ୍ୟାସ୍ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କେନ୍ଦ୍ର ପକ୍ଷରୁ ଆଉ 10% ପାଇଁ କିଛି ସର୍ତ୍ତ ରହିଛି, ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛନ୍ତି। ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ୍ ବଣ୍ଟନରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଣିକି ଆବେଦନ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ନୂଆ ପାଇପ୍ ପ୍ରାକୃତିକ ଗ୍ୟାସ୍ ପିଏନ୍ଜି କନେକ୍ସନକୁ ମଞ୍ଜୁରୀ ପ୍ରଦାନ କରାଯିବ। ଦେଶରେ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାହକଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ନମ୍ବର 6 10 ବର୍ଷରେ ଗୁଟ୍ଖା ନେଲାଣି 3,157 ଜଣଙ୍କ ଜୀବନ। ଗୁଟ୍ଖା ଓ ତମାଖୁ ସେବନ କର୍କଟ ସୃଷ୍ଟି କରି ଦ୍ରୁତ ଗତିରେ ଜୀବନ ନଷ୍ଟ କରୁଛି। ଏଥିରେ ଥିବା ବିଷାକ୍ତ ନିକୋଟିନ୍ ରାସାୟନିକ ପଦାର୍ଥ ମୁଖ, ଗଳା ଏବଂ ଫୁସ୍ଫୁସ୍ କର୍କଟର ମୁଖ୍ୟ କାରଣ। ଓଡ଼ିଶାରେ ଏହାର କୁପ୍ରଭାବ ଯୁବପିଢ଼ିଙ୍କୁ ଅଧିକ ଗ୍ରାସ କରୁଥିବାରୁ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି। 10 ବର୍ଷ ମଧ୍ୟରେ କ୍ୟାନ୍ସରରେ
3,157 ଜଣଙ୍କ ଜୀବନ ଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ସରକାର ଧୂମହୀନ ତମାଖୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 21 ଜାନୁଆରୀରୁ ନିର୍ଦ୍ଦେଶନାମା ପରେ ଚଢ଼ାଉକୁ ଜୋରଦାର କରାଯାଇଥିବା ସେ କହିଛନ୍ତି। ଗୁଟ୍ଖା ଏବଂ ତମାଖୁଜନିତ ପଦାର୍ଥର ନିୟନ୍ତ୍ରଣ କରିବା ପାଇଁ ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟ ନିୟନ୍ତ୍ରଣ ଅଧିନିୟମ 2003 ଦ୍ୱାରା ସର୍ବସାଧାରଣ ଧୂମପାନ ଏବଂ 18 ବର୍ଷରୁ କମ୍ ବୟସର ବ୍ୟକ୍ତି ଏବଂ ଶିକ୍ଷା ଅନୁଷ୍ଠାନର 100 ଗଜ ଦୂରତା ମଧ୍ୟରେ ତମାଖୁ ବିକ୍ରୟକୁ ବାରଣ କରାଯାଇଛି। ନମ୍ବର 7 କମିଲା ସୁନା ଦର। ଆଜି ପୁଣି 5,000 କମିଲା ସୁନା ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନାର 1,40,020 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନାର ଦର 1,28,350 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,40,020 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,28,350 ଟଙ୍କାକୁ ଛୁଇଁଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,30,000 ଟଙ୍କା ହୋଇଛି। ନମ୍ବର 8 ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି। ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟ ରଖିଛନ୍ତି। ଉଦ୍ଧବ ଠାକରେ ଗୋଷ୍ଠୀର ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ ଆମେରିକା ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭାରତ ଉପରେ ଗଭୀର ପ୍ରଭାବ ପକାଇଛି କାରଣ ଆମର ଊର୍ଜା ସୁରକ୍ଷାର ଏକ ବଡ଼ ଅଂଶ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଆସିଥାଏ। ନମ୍ବର 9 3ଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି 3ଟି ପ୍ରମୁଖ ଉପକ୍ରମର ଘୋଷଣା କରିଛନ୍ତି। ଏସବୁ ଉପକ୍ରମ ଭାରତର ଗଣମାଧ୍ୟମ ପ୍ରସାରଣ ଏବଂ ଡିଜିଟାଲ କ୍ଷେତ୍ରକୁ ସୁଦୃଢ଼ କରିବା ସହିତ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା। ଏହି 3ଟି ଉପକ୍ରମରୁ ପ୍ରଥମଟି ହେଉଛି ଏଆଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ। ଗୁଗୁଲ ଏବଂ ୟୁଟ୍ୟୁବର ସହଭାଗିତାରେ ଭାରତର ସୃଜନଶୀଳ ପ୍ରଯୁକ୍ତି ପ୍ରତିଷ୍ଠାନ IICT ମାଧ୍ୟମରେ ଏହାର କାର୍ଯ୍ୟକାରୀ ହେବ। ଦ୍ୱିତୀୟ ଉପକ୍ରମଟି ହେଉଛି ୱେବ୍ OTT ପ୍ଲାଟଫର୍ମ ଜରିଆରେ ନାଗରିକଙ୍କୁ କଣ୍ଟେଣ୍ଟ ବା କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସହାୟତା କରିବା ଲାଗି ମାଇ ୱେବ୍ସ ପ୍ଲାଟଫର୍ମର ଶୁଭାରମ୍ଭ। ନମ୍ବର 10 ଭାରତ ପାଇଁ ବଡ଼ ଆଶ୍ୱସ୍ତି। ହରମୁଜ ପ୍ରଣାଳୀ ପାର କଲେ 2ଟି LPG ଟ୍ୟାଙ୍କର। ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ପାଇଁ ଇସ୍ରାଏଲ ମଧ୍ୟରେ ଭୟଙ୍କର ସଂଘର୍ଷ ମଧ୍ୟରେ ଭାରତ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଥିବା ପରି ମନେ ହେଉଛି। LPG ଗ୍ୟାସ୍ ଲୋଡ୍ ହୋଇଥିବା 2ଟି ଭାରତୀୟ ଟ୍ୟାଙ୍କରକୁ ଇରାନ ହରମୁଜ ପ୍ରଣାଳୀ ଦେଇ ପରିବହନ ପାଇଁ ଅନୁମତି ପ୍ରଦାନ କରିଛି। ସୂଚନା ଅନୁଯାୟୀ ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ ଭାରତୀୟ LPG ଟ୍ୟାଙ୍କର ଜଗବସନ୍ତ ଏବଂ ପାଇନ୍ ଗ୍ୟାସ୍କୁ ଏହି ରାସ୍ତା ଦେଇ ପରିବହନ ପାଇଁ ଅନୁମତି ପ୍ରଦାନ କରିଛି। ନମ୍ବର 11 ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ। ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ଗମ୍ଭୀର ସଙ୍କଟ ଆଡ଼କୁ ଗତି କରୁଛି। ପ୍ରାୟ 3 ସପ୍ତାହ ପରେ ମଧ୍ୟ ପରିସ୍ଥିତିରେ ସୁଧାର ଆସିନାହିଁ। ଏହାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଇରାନ ହରମୁଜ ପ୍ରଣାଳୀରେ ପ୍ରତିବନ୍ଧକ ଲଗାଇଛି। ଯଦିଓ ଇରାନ କହିଛି ଯେ ଏହି ପ୍ରତିବନ୍ଧକ କେବଳ ଶତ୍ରୁ ଦେଶମାନଙ୍କ ପାଇଁ ତଥାପି ପାକିସ୍ତାନରେ ତେଲର ମୂଲ୍ୟ ଆକାଶଛୁଆଁ ହୋଇଛି। ପାକିସ୍ତାନ ମଧ୍ୟ ପେଟ୍ରୋଲ ଡିଜେଲ ଏବଂ ଗ୍ୟାସର ଅଭାବ ସହିତ ସଂଘର୍ଷ କରୁଛି। ଦାବି କରାଯାଇଛି ଯେ ପାକିସ୍ତାନରେ ତେଲର ମୂଲ୍ୟ 200% ବୃଦ୍ଧି ପାଇଛି ଯେତେବେଳେ ଭାରତରେ ତେଲ ମଧ୍ୟ ବୃଦ୍ଧି ପାଇନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ନିକଟରେ ଏକ ବୈଠକ କରିଥିଲେ ଯାହାପରେ ସରକାର ତେଲର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନରେ ହାଇ ଅକ୍ଟାନ ଇନ୍ଧନ ଉପରେ ଚାର୍ଜ 100 ଟଙ୍କାରୁ 300 ଟଙ୍କାକୁ ବୃଦ୍ଧି କରାଯାଇଛି। ନମ୍ବର 12 ଘରୋଇ ସ୍କୁଲରେ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଓ ପୋଷାକ ଦିଅ ନଚେତ୍ 30ରୁ ଆମରଣ ଅନଶନ। ଘରୋଇ ସ୍କୁଲଗୁଡ଼ିକରେ ଶିକ୍ଷା ଅଧିକାର RT ଆଇନ ପାରଦର୍ଶୀ ପୋର୍ଟାଲ ଆବଣ୍ଟନ ଅନୁଯାୟୀ 25% ସଂରକ୍ଷଣ କୋଟାରେ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି କିନ୍ତୁ ସେମାନଙ୍କୁ ନିୟମ ମୁତାବକ ମାଗଣା ବହି ପୋଷାକ ଓ ଅନ୍ୟାନ୍ୟ ଶୈକ୍ଷିକ ସାମଗ୍ରୀ ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି। ଏହାର ପ୍ରତିବାଦରେ ରାଜ୍ୟ ଅଭିଭାବକ ମହାସଂଘ ପକ୍ଷରୁ ଅର୍ଥ ସଚିବଙ୍କ ଭୁବନେଶ୍ୱର ସରକାରୀ ବାସଭବନ ସମ୍ମୁଖରେ ଆସନ୍ତା 30 ତାରିଖରୁ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦିଆଯାଇଛି। ନମ୍ବର 13 ପୁରୀ ପୌର ନିଗମ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ। ପୁରୀକୁ ପୌର ନିଗମ ଘୋଷଣା ହେବା ପରେ ପୌର ନିଗମ ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। 10 ଦିନ ମଧ୍ୟରେ ଏନେଇ ଆପତ୍ତି ଓ ପ୍ରସ୍ତାବ ଦାଖଲ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି।
ପୁରୀ ପୌର ପରିଷଦର 32ଟି ୱାର୍ଡ ଥିଲା। ବର୍ତ୍ତମାନ ପୌର ନିଗମ ଘୋଷିତ ହେବା ପରେ ଏହି ସଂଖ୍ୟା 39ଟି ୱାର୍ଡକୁ ବୃଦ୍ଧି ପାଇଛି। ନମ୍ବର 14 ରଥ ନିର୍ମାଣ ପାଇଁ ଉତ୍ତର ଘୁମସୁର ବନଖଣ୍ଡରୁ ଆସିଲା କାଠ। ରଥ ନିର୍ମାଣ ସକାଶେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ନିମନ୍ତେ ଆଜି ଉତ୍ତର ଘୁମୁସର ବନଖଣ୍ଡର ତାରଣସୀ ବନାଞ୍ଚଳର ଆମଝରା ଜଙ୍ଗଲରୁ କାଠ ସଂଗ୍ରହ କରି 2ଟି ଟ୍ରକରେ କାଠ ପୁରୀ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ 29ଟି ଚଢ଼ଉ କାଠ ଯାଇଥିବା ଜଣାପଡ଼ିଛି। ସେଥିରୁ 15ଟି ସିଧାସଳଖ ପୁରୀ ଯିବା ଓ 14ଟି ଆଗାମୀ ରାମନବମୀ ଅବସରରେ କାଠକଟା ଅନୁକୂଳ ପାଇଁ ଚିରଟ ହେବାକୁ କଟକ ଖପୁରିଆ କତରକଳକୁ ପଠାଯାଇଥିବା ଉତ୍ତର ଘୁମସୁର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି। ନମ୍ବର 15 ଏଣିକି ଡିଜିଟାଲ ମାଧ୍ୟମରେ ହେବ ଜନ ଅଭିଯୋଗ ଶୁଣାଣି। ଏଣିକି ଡିଜିଟାଲ ମାଧ୍ୟମରେ ଜନ ଅଭିଯୋଗର ଶୁଣାଣି ହେବ। ଫଳରେ ଖୁବ୍ ଶୀଘ୍ର ଅଭିଯୋଗଗୁଡ଼ିକର ସମାଧାନ ହେବ। ଏନେଇ ଗୃହ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିକ। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ବିଧାୟକଙ୍କୁ ଭେଟି ଅଭିଯୋଗ କରିବାକୁ ପଡ଼ିବ ନାହିଁ। ଲୋକେ ଡିଜିଟାଲ ମାଧ୍ୟମରେ ନିଜର ଅଭିଯୋଗ ଜଣାଇ ପାରିବେ। ନମ୍ବର 16 ଆସନ୍ତା 25 ତାରିଖ ଦିନ ଶୁଭବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି। ପୁରୀରେ ଆଜି ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ବୈଠକ ହେଉଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଥିରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ମନ୍ତ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଶୁଭ ମନାସିଛନ୍ତି। ଗଣତି ମଣତି ସୁରୁଖୁରୁରେ ଶେଷ କରିବା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଜିର ଏହି ସମୀକ୍ଷା ବୈଠକରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ, ଏସ୍ପିଙ୍କ ସମେତ ଗଣତି ମଣତି ସହ ଜଡ଼ିତ ବ୍ୟକ୍ତିବିଶେଷ ପ୍ରମୁଖ ମଧ୍ୟ ସାମିଲ ହୋଇଛନ୍ତି। 25 ତାରିଖ ଶୁଭବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାରର ଗଣତି ମଣତି। 25 ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ମଧ୍ୟାହ୍ନ 12ଟା09ରୁ ଦିନ 1ଟା45 ମଧ୍ୟରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ। ଏହି ପ୍ରକ୍ରିୟାର ଭିଡ଼ିଓଗ୍ରାଫି, ଫଟୋଗ୍ରାଫି ଓ 3D ମ୍ୟାପିଂ କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ। ନମ୍ବର 17 ପ୍ରଧାନମନ୍ତ୍ରୀଙ୍କୁ ମୋର ଅନେକ ଧନ୍ୟବାଦ। ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ ଦୀପ୍ତିରେଖାଙ୍କ ଗୀତ। ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ। ଚୈତ୍ର ନବରାତ୍ରି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗତି ନାଶିନୀ ମା'ର ୟୁଟ୍ୟୁବ୍ ଲିଙ୍କ ସେୟାର କରିଛନ୍ତି। ଯାହାର କଣ୍ଠଶିଳ୍ପୀ ହେଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ। ପୋଷ୍ଟ କରିବା ସହ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଦେବୀଙ୍କ ପ୍ରତି ଭକ୍ତିରେ ଅପାର ଶକ୍ତି ଅଛି। ନମ୍ବର 18 କଟକ ଏସ୍ସିବି ମେଡିକାଲ କଲେଜରେ ବଡ଼ ପରିବର୍ତ୍ତନ। ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଅଦଳବଦଳ। କଟକ ଏସ୍ସିବି ମେଡିକାଲ କଲେଜରେ ବଡ଼ ପରିବର୍ତ୍ତନ। ପ୍ରତିଭା ପଣ୍ଡା ହେଲେ ଏସ୍ସିବି ଡିନ୍ ଓ ପ୍ରିନ୍ସିପାଲ। ଲୁସି ଦାସଙ୍କ ସ୍ଥାନରେ ବଦଳି କରାଯାଇ ପ୍ରତିଭା ପଣ୍ଡାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସେ ବାରିପଦା ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପାଲ ଭାବେ ଦାୟିତ୍ୱ ଥିଲେ ପ୍ରତିଭା ପଣ୍ଡା। ନମ୍ବର 19 5 ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ। ଟ୍ରମ୍ପଙ୍କ ଘୋଷଣା। 5 ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ। ସମସ୍ତ ପ୍ରକାର ସାମରିକ ଆକ୍ରମଣକୁ ଆମେରିକା ରଖିଲା ସ୍ଥଗିତ। ଏନେଇ ସୋସିଆଲ ମିଡ଼ିଆ ଟ୍ରୁଥରେ ଉଲ୍ଲେଖ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିପାଇଁ ଇରାନକୁ ମିଳିଛି 5 ଦିନର ସମୟ। ଏହି ସମୟ ମଧ୍ୟରେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବନି ଆମେରିକା। ନମ୍ବର 20 ଧୁରନ୍ଧର 2 ସ୍କ୍ରିନିଂ ବେଳେ ଥିଏଟରରେ ଗଣ୍ଡଗୋଳ। ହିନ୍ଦୀ ଏବଂ ତେଲୁଗୁ ଭର୍ଜନକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବିବାଦ। ବର୍ତ୍ତମାନ ସମୟରେ ରଣବୀର ସିଂଙ୍କ ଧୁରନ୍ଧର 2ର କ୍ରେଜ୍ ବହୁତ ଅଧିକ ରହିଛି। ସୋସିଆଲ ମିଡ଼ିଆରୁ ଆରମ୍ଭ କରି ଥିଏଟର ପର୍ଯ୍ୟନ୍ତ ସମସ୍ତେ ଏହାକୁ ନେଇ କଥା ହେଉଛନ୍ତି। ଲୋକମାନେ ଧୁରନ୍ଧର 2 ଦେଖିବା ପାଇଁ ଥିଏଟରରେ ଭିଡ଼ ଜମାଉଛନ୍ତି। ରଣବୀର ସିଂଙ୍କର ଧୁରନ୍ଧର ଦି ରିଭେଞ୍ଜ ବକ୍ସ ଅଫିସରେ ଧମାଲ ମଚାଉଥିବା ବେଳେ ଏହାକୁ ନେଇ ଥିଏଟରରେ ହଙ୍ଗାମା ହୋଇଛି, ଯାହା ଏହାକୁ ଆହୁରି ଚର୍ଚ୍ଚା ଆଣିଛି। ନମ୍ବର 21 ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା। ବିଦ୍ୟୁତ ସେବା ଠପ୍। ଅନ୍ଧାରରେ ବୁଡ଼ିଲା ସାରା ସହର। ଅନ୍ଧାରରେ ଇରାନର ରାଜଧାନୀ। ଆମେରିକାର ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ୍ ପରେ ଥରିଲା ତେହେରାନ। ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼। ବିଦ୍ୟୁତ ସେବା ଠପ୍। ଅନ୍ଧାରରେ ବୁଡ଼ିଲା ସାରା ସହର। ଟ୍ରମ୍ପଙ୍କ ଚେତାବନୀ, ହରମୁଜ ଜଳପଥ ଖୋଲ ନ ହେଲେ ପରିଣାମ ଭୋଗ। ଆଜି ସକାଳୁ ଇରାନର ରାଜଧାନୀ ତେହେରାନ ଏକ ଭୟଙ୍କର ସ୍ଥିତିର ସାମ୍ନା କରିଛି।